ଆସାମ ବୁଲିଯିବା କୁଞ୍ଜବିହାରୀ ମଠ, ଯିଏକି କୁଞ୍ଜବିହାରୀ ମଠ ଅଛନ୍ତି କଣ୍ଟିଲୋ ପଞ୍ଚାୟତ ରେଙ୍ଗେଟା ଗାଁରେ। ତ ଆମେ ଆସି ପହଞ୍ଚିଗଲେ କୁଞ୍ଜବିହାରୀ ମଠ। ଏହି ରାସ୍ତା ଦେଇ ଆସିଲେ ନାଳବନ୍ଧରେ ଆଉ ବଡ଼ବନ୍ଧକୁ ଆସିବାକୁ ପଡ଼ିବ। ଆଳିପିମୂଳରୁ ବଡ଼ବନ୍ଧ ଦେଇ ଆସିଲେ କଣ୍ଟିଲୋ ପଞ୍ଚାୟତରେ ରେଙ୍ଗେଟା ଗାଁ ପଡ଼ିବ। ସେଠୁ ଆସି ଆମେ ପହଞ୍ଚିଯିବା କୁଞ୍ଜବିହାରୀ ମଠକୁ ପଳେଇ ଆସିବେ। ତ ଚାଲନ୍ତୁ ଆମେ ଯିବା କୁଞ୍ଜବିହାରୀ ମଠ ଭିତରକୁ। ତ ଚାର ତରଫ ଆମେ ଦେଖିବା କେଉଁ ଟାଇପ୍ର ମନ୍ଦିରଙ୍କର, ପ୍ରାଚୀନ ମନ୍ଦିର, ସତ୍ୟଯୁଗର ଦେବଦେବୀ ଅଛନ୍ତି। ତାର ବହୁତ ବାବା ବି ଥିଲେ ଏଠି, ଯିଏକି ତାଙ୍କର ଦେହତ୍ୟାଗ କରିଛନ୍ତି। ତାଙ୍କର ପିଣ୍ଡ ବି ଏଠି ଥୁଆ ହେଇଛି। ଚାଲ ଆମେ ଦେଖିଯିବା ପିଣ୍ଡ। ଏଠି ଆପଣ ଦେଖିପାରୁଥିବେ, ମାନେ ବାବା ଯେଉଁ ଆସିଥିଲେ ଦେହତ୍ୟାଗ କରିଥିଲେ, ତାଙ୍କର ଏଠି ପିଣ୍ଡ ସ୍ଥାପିତ ଅଛି, ପୂଜା ପାଆନ୍ତି। ଏଇଠି ବହୁତ ମାନେ ପୁରୁଣା ବାବା ଆସିଥିଲେ, ବହୁତ ଦେହତ୍ୟାଗ କରିଛନ୍ତି ନିଜ ସ୍ୱଇଚ୍ଛାରେ। ଏଠି ପୁଣି ଗୋଟେ ଆମେ ଦେଖିପାରୁଥିବା ମନ୍ଦିର, ଗୋଟେ ବହୁତ ପ୍ରାଚୀନ ମନ୍ଦିର। এই ମନ୍ଦିରରେ ବହୁତ ଦେବାଦେବୀ ଅଛନ୍ତି। ଆପଣ ଦେଖୁଥିବେ କୁଞ୍ଜବିହାରୀ ମନ୍ଦିର, ଯିଏକି ଆମକୁ ତ ତା ଭିତରେ ଏଣ୍ଟ୍ରି କରିଦେବେନି, କାହିଁକିନା ଆମେ ଗାଧେଇନୁ। ତ ଆପଣ ଏଇ ଦୂରରୁ ଦର୍ଶନ କରିଯାଇଛନ୍ତି। ଯେବେ ଆସିଲେ ବି ଆପଣ ଦେଖିପାରିବେ କୁଞ୍ଜବିହାରୀ ମଠ, ଆଉ ଠାକୁରଙ୍କ ଦର୍ଶନ ନିଶ୍ଚୟ କରିପାରିବେ। ଆଉ ପ୍ରସାଦ ଖାଇ ଆରାମସେ ଆପଣ ନିଜ ଘରକୁ ଫେରିପାରିବେ। ଠାକୁର ଆମର ଅଛନ୍ତି ଆମ ନଈ ଭିତରେ, ତ ବନ୍ଧଠୁ ମାନେ 10 ମିଟର ଭିତରେ ଆପଣ ଆସି ଦେଖିପାରିବେ।